ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଓ ବିଭିନ୍ନ ଯୋଜନାର ସୁବିଧା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଛନ୍ତି। ମହାନଗର ନିଗମ ଅଞ୍ଚଳରେ 855 ଲୋକଙ୍କୁ ଆବାସ ଘର ଆଜି ଯୋଗାଇ ଦିଆଯିବ। ଫଳରେ ଆଜି ସେମାନଙ୍କୁ କାର୍ଯ୍ୟାଦେଶ ଯୋଗାଇ ଦିଆଯାଇଛି। 10 ଜଣ ଲୋକଙ୍କୁ ସନ୍ନିଧି ଯୋଜନା, ନୂତନ ଲୋକଙ୍କୁ ମଧୁବାବୁ ପେନ୍ସନ୍ ବିତରଣ ଶୁଭାରମ୍ଭ, ନୂତନ ରାସନ କାର୍ଡ ବିତରଣ କରାଯାଇଛି। ସେହିପରି 12 କୋଟି 63 ଲକ୍ଷ ଟଙ୍କାର 25 କୋଟି ପ୍ରକଳ୍ପ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।